ବନ୍ଧୁଗଣ, ଆଜିକାଲି ସମସ୍ତେ ଏହି କଇଁଚ ମୁଦି ପିନ୍ଧୁଥିବାର ଆପଣମାନେ ନିଶ୍ଚିତ ଦେଖୁଥିବେ। ମାତ୍ର ଅନେକ ବ୍ୟକ୍ତିଙ୍କୁ ଏହା ଜଣା ନଥାଏ ଯେ ଏହାକୁ କିପରି ପିନ୍ଧିବେ, କେଉଁ ଧାତୁର ଅଥବା କେଉଁ ଦିନ ପିନ୍ଧିବେ। ଏହି କଇଁଚର ମୁଦିକୁ କେଉଁ ରାଶିର ବ୍ୟକ୍ତି ପିନ୍ଧିବା ଦ୍ୱାରା ଲାଭବାନ ହୋଇଥାନ୍ତି ଏବଂ କେଉଁ ରାଶିର ବ୍ୟକ୍ତି ଏହାକୁ ପିନ୍ଧିବା ଦ୍ୱାରା କ୍ଷତି ମଧ୍ୟ ହୋଇଥାଏ। ଆଜି ଆମ୍ଭେ ଆପଣମାନଙ୍କୁ ଏହି ସମ୍ବନ୍ଧରେ ବିଶେଷ ବିବରଣୀ ଦେବାକୁ ଯାଉଅଛୁ। ପୁରୁଣା ଶାସ୍ତ୍ର ଅନୁଯାୟୀ ଏହି କଇଁଚ ଭଗବାନ ବିଷ୍ଣୁଙ୍କର ରୂପ ସ୍ୱରୂପ ଅଟେ। ମା ଲକ୍ଷ୍ମୀ ମଧ୍ୟ ଭଗବାନ ବିଷ୍ଣୁଙ୍କ ସହିତ ଜଳସାଗରରେ ବିଜଡ଼ିତ। ଏଣୁ ଶ୍ରୀହରି ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ମଧ୍ୟ ଅପାର କୃପାର ଏହି କଇଁଚ ମଧ୍ୟରେ ରହିଅଛି। ଯଦି ଆପଣ କଇଁଚର ମୁଦି ପିନ୍ଧୁଛନ୍ତି ତେବେ ତାହା ରୂପାର ହେବା ଆବଶ୍ୟକ, କାରଣ ଏହା ଜଳ ତତ୍ତ୍ୱର ଅଟେ। ଏଣୁ ରୂପାର ମୁଦି ପିନ୍ଧିବା ଆବଶ୍ୟକ। ମାତ୍ର ଆପଣଙ୍କ ରାଶି ଅନୁଯାୟୀ ଆପଣ ଧାତୁ ଚୟନ କରିପାରିବେ। ଏହି କଇଁଚର ମୁଦିକୁ କେବଳ ଦକ୍ଷିଣ ହସ୍ତ ଅଥବା ଡାହାଣ ହାତରେ ପିନ୍ଧିପାରିବେ। ନାରୀ ହୁଅନ୍ତୁ ଅଥବା ପୁରୁଷ, ଏହି କଇଁଚର ମୁଦିକୁ କେବଳ ଡାହାଣ ହାତରେ ହିଁ ପିନ୍ଧିବେ। ଏହି କଇଁଚର ମୁଦିକୁ କେବେ ମଧ୍ୟ କନିଷ୍ଠ ଆଙ୍ଗୁଳି, ବୁଢ଼ା ଆଙ୍ଗୁଳି ଅଥବା ତର୍ଜନୀ ଆଙ୍ଗୁଳିରେ ପିନ୍ଧିବା ଆଦୌ ଉଚିତ ନୁହେଁ। ଏହାକୁ କେବଳ ମଧ୍ୟମା ଅଥବା ଅନାମିକା ଆଙ୍ଗୁଳିରେ ପିନ୍ଧିପାରିବେ। ଏହାଛଡ଼ା ମେଷ ରାଶି, ସିଂହ ରାଶି, ଧନୁ ରାଶି ଆଦି ରାଶିର ଲୋକେ ପିନ୍ଧିବା ଦ୍ୱାରା ବହୁତ ଲାଭବାନ ହୋଇଥାନ୍ତି। ମାତ୍ର କନ୍ୟା ରାଶି, ବିଛା ରାଶି, ମୀନ ରାଶିର ବ୍ୟକ୍ତି ବିଶେଷମାନଙ୍କ ନିମନ୍ତେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏମାନଙ୍କ ବ୍ୟତୀତ ଅନ୍ୟ ରାଶିମାନଙ୍କ ନିମନ୍ତେ ଏହା ସମଫଳଦାୟକ ହୋଇଥାଏ। ଏହି କଇଁଚ ମୁଦିକୁ ଶୁକ୍ରବାର ଦିନ କିଣିବା ତଥା ଶୁକ୍ରବାର ଦିନ ପିନ୍ଧିବାର ବିଧି ରହିଅଛି। ଦିନବେଳା ଅଥବା ସୂର୍ଯ୍ୟାସ୍ତ ସମୟରେ ଏହାକୁ ପିନ୍ଧିବାର ନିୟମ ମଧ୍ୟ ରହିଅଛି। ଏହା ବ୍ୟତୀତ ଆହୁରି ଅନେକ ନିୟମମାନ ରହିଅଛି। ଏହି କଇଁଚ ମୁଦିକୁ ପିନ୍ଧିବା ପୂର୍ବରୁ ଏହାକୁ ଗଙ୍ଗା ଜଳରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ ପଞ୍ଚାମୃତ ସିଞ୍ଚନ କରିନିଅନ୍ତୁ। ଏହି କଇଁଚ ମୁଦିକୁ ପିନ୍ଧିବା ପୂର୍ବରୁ ଲକ୍ଷ୍ମୀ ନାରାୟଣଙ୍କ ନିକଟରେ ପ୍ରଥମେ ପୂଜା କରିନିଅନ୍ତୁ। ବନ୍ଧୁଗଣ, ଏହିଭଳି ଭାବରେ ନିୟମ ମାନି ଏହାକୁ ପିନ୍ଧିଲେ ଆପଣଙ୍କୁ ଶୁଭଫଳ ପ୍ରାପ୍ତ ହୋଇଥାଏ।